ଆଜିର ପ୍ରସଙ୍ଗରେ ଶୁଣନ୍ତୁ ସାମାଜିକ ଶୃଙ୍ଖଳାର ନିର୍ମାତା ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମାତୃଭୂମିର ମନ୍ତ୍ରଦାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ହେଉଛି ଜନ୍ମତିଥି। ମଧୁବାବୁଙ୍କ ଜାତୀୟ ପ୍ରୀତି ଏବଂ ଆଇନ ପ୍ରତି ରହିଥିବା ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତାକୁ ଆଜିର ଦିବସ ସ୍ମରଣ କରାଇ ଦେଇଥାଏ। ଜନମାନସ ପିଢ଼ି ପରେ ପିଢ଼ି ସମସ୍ତଙ୍କ ପାଖରେ ସେ ମଧୁ ବାରିଷ୍ଟର ନାମରେ ପରିଚିତ। ତେଣୁ ତାଙ୍କର ଜନ୍ମଦିନକୁ ଓଡ଼ିଶା ରାଜ୍ୟ ଆଇନ ପରିଷଦ ପକ୍ଷରୁ ଆଇନ ଦିବସ ଭାବେ ପାଳନ କରାଯାଇଥାଏ। 1848 ମସିହା ଏପ୍ରିଲ 28 ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ଗାଁ ଚାଟଶାଳୀରୁ ପାଠପଢ଼ା ଆରମ୍ଭ କରି ପରେ ରେଭେନ୍ସା କଲେଜିଏଟ୍ ସ୍କୁଲ ଏବଂ ଉଚ୍ଚଶିକ୍ଷା ପାଇଁ କଲିକତା ଯାତ୍ରା କରିଥିଲେ। ସେଠାରୁ ଆଇନ ଡିଗ୍ରୀ ହାସଲ କରିବା ପରେ ଅଧ୍ୟାପନା ସହ ଓକିଲାତି ପେସା ଆରମ୍ଭ କରିଥିଲେ। ଖୁବ୍ ଅଳ୍ପ ସମୟ ମଧ୍ୟରେ ସେ ଜଣେ ଭଲ ଓକିଲର ମାନ୍ୟତା ପାଇଥିଲେ। ପରେ ଓଡ଼ିଶାର ଦୁଃଖ ଦୁର୍ଦ୍ଦଶା କଥା ମନେ ପକାଇ ବ୍ୟତିବ୍ୟସ୍ତ ହେବା ସହିତ ଓଡ଼ିଆ ଜାତିର ସେବା ଉଦ୍ଦେଶ୍ୟରେ କଲିକତା ଛାଡ଼ି କଟକକୁ ନିଜର କର୍ମଭୂମି ରୂପେ ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ମୁକୁଟ ବିହୀନ ସମ୍ରାଟ। ଭାରତ ଇତିହାସରେ ମଧୁବାବୁଙ୍କର ସ୍ମୃତି, କୀର୍ତ୍ତି, ଚିତ୍ର ଓ ଚରିତ୍ର ଅତ୍ୟନ୍ତ ବିରଳ ଏବଂ ବିରାଟ, ଯାହା ଲାଗି ସେ ପ୍ରତ୍ୟେକ ଓଡ଼ିଆଙ୍କର ଆଦର୍ଶ ପାଲଟିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିଛି। ଏଥିପାଇଁ ସେ ନିଜକୁ ଉତ୍ସର୍ଗ କରିବା ସହ ପ୍ରଥମେ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ। 1903 ମସିହାରେ କଂଗ୍ରେସରୁ ଅଲଗା ହୋଇ ସେ ଉତ୍କଳ ସମ୍ମିଳନୀ ଗଠନ କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ରିତ କରି ନୂତନ ଓଡ଼ିଶା ରାଜ୍ୟ ଗଠନ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ। ଓଡ଼ିଆ ଜାତିର ସାମଗ୍ରିକ ବିକାଶ ତାଙ୍କର ଏହି ପ୍ରୟାସ ସହ ଜଡ଼ିତ ରହିଥିଲା। ଉତ୍କଳ ସମ୍ମିଳନୀ ଏବଂ ଓଡ଼ିଆ ପତ୍ରିକା ମାଧ୍ୟମରେ ଅବହେଳିତ ଉତ୍କଳର ମାନ ଫେରାଇ ଆଣିବା ପାଇଁ ସେ ଆନ୍ଦୋଳନ ମଧ୍ୟ କରିଥିଲେ। ଏନେଇ ମଧୁବାବୁ ସାଇମନ କମିଶନ, ଓଡୋନେଲ କମିଟି ଏବଂ ହବାକ୍ କମିଟି ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ମଧୁବାବୁ ଏକାଧାରରେ ରାଜନୀତିଜ୍ଞ, ଓକିଲ, ସମାଜସେବକ, ବାଗ୍ମୀ, ସଂଗଠକ ଏବଂ ଜଣେ ବିଶିଷ୍ଟ ସାମ୍ବାଦିକ ମଧ୍ୟ ଥିଲେ। ମଧୁବାବୁଙ୍କ ପ୍ରୟାସ ବଳରେ ହିଁ ଓଡ଼ିଆଙ୍କର ଆତ୍ମପରିଚିତି ଶକ୍ତିଶାଳୀ, ବିତ୍ତଶାଳୀ, ସମୃଦ୍ଧିଶାଳୀ ଓ ବୈଭବଶାଳୀ ହୋଇପାରିଛି। ଓଡ଼ିଆ ଜାତିର କଳା କୌଶଳର କୃତିତ୍ୱ ଓ ସୁନାମ ବୃଦ୍ଧି ପାଇଛି। ବିବିଧ ବିକାଶ କ୍ଷେତ୍ରରେ ଆମର ଯଶ ସୁନାମର ଜୟଯାତ୍ରା ଅବ୍ୟାହତ ରହିଛି। କୋର୍ଟ କଚେରୀର ପରିସୀମା ବାହାରେ ନିଜର ଆଇନ ଜ୍ଞାନକୁ ସମାଜ ପାଇଁ ବ୍ୟବହାର କରିବା କ୍ଷେତ୍ରରେ ମଧୁବାବୁ ଥିଲେ ଜଣେ ଅତ୍ୟନ୍ତ ବିଚକ୍ଷଣ ଏବଂ ପ୍ରତିଭାବାନ ବ୍ୟକ୍ତିତ୍ୱ। ଅନ୍ୟ ପ୍ରକାର ଦେଖିଲେ ଆଇନଜୀବୀମାନେ ହିଁ ସାମାଜିକ ଶୃଙ୍ଖଳାର ନିର୍ମାତା ହୋଇଥାନ୍ତି। ସମ୍ବିଧାନ ରଚନାଠାରୁ ଆରମ୍ଭ କରି ଦୁର୍ବଳ ଶ୍ରେଣୀ ତଥା ଅନ୍ୟାନ୍ୟ ନ୍ୟାୟୋଚିତ ପଦକ୍ଷେପଗୁଡ଼ିକର ସୁରକ୍ଷା କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଗଣତନ୍ତ୍ରରେ ଆଇନଜୀବୀମାନେ ଅତ୍ୟାବଶ୍ୟକ ଅଭିଭାବକ ଭାବେ କାର୍ଯ୍ୟ କରିଥାନ୍ତି। ସାର୍ବଜନୀନ ନୀତିକୁ ଆକାର ପ୍ରଦାନ କରିବା, ଏ କ୍ଷେତ୍ରରେ ସଂସ୍କାରକୁ ପ୍ରୋତ୍ସାହନ ପ୍ରଦାନ ଏବଂ ମୌଳିକ ସ୍ୱାଧୀନତା ରକ୍ଷା କରିବାରେ ସେମାନଙ୍କର କାର୍ଯ୍ୟ ଉଲ୍ଲେଖନୀୟ। ପ୍ରତ୍ୟେକ ବୃତ୍ତି ନିଜର ଦାୟିତ୍ୱ ବହନ କରିଥାଏ। ତେବେ ଆଇନ ବୃତ୍ତି ସଚ୍ଚୋଟତା, ନିଷ୍ଠା, ସେବା ଓ ସାହସର ନୀତିକୁ ପ୍ରତିଫଳନ କରିଥାଏ। ଅଦାଲତ ଏବଂ ସମାଜ ପ୍ରତି ରହିଥିବା କର୍ତ୍ତବ୍ୟକୁ ସେମାନେ ସୁଚାରୁ ରୂପେ ନିର୍ବାହ କରିଥାନ୍ତି। ସାମାଜିକ ଅସ୍ଥିରତା କିମ୍ବା ଅନିଶ୍ଚିତତା ସମୟରେ ଆଇନଜୀବୀମାନେ ଆମକୁ ଆମର ଅଂଶୀଦାର ମୂଲ୍ୟବୋଧ ଏବଂ ଉପଯୁକ୍ତ ପ୍ରକ୍ରିୟାର ଗୁରୁତ୍ୱ ବିଷୟରେ ସ୍ମରଣ କରାଇଥାନ୍ତି। ସତ୍ୟ ଖୋଜିବା, ନ୍ୟାୟ ବଜାୟ ରଖିବା ଏବଂ ଆଇନର ଶାସନକୁ ରକ୍ଷା କରିବାରେ ଆଇନଜୀବୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ନାଗରିକମାନଙ୍କର ଅଧିକାରର ସୁରକ୍ଷା ଏବଂ କ୍ଷମତାର ସମ୍ଭାବ୍ୟ ଅପବ୍ୟବହାର ମଧ୍ୟରେ ଆଇନଜୀବୀ ପ୍ରାଚୀର ସଦୃଶ ଉପସ୍ଥିତ ରହି ନାଗରିକ କିମ୍ବା ଅନୁଷ୍ଠାନର ଅଧିକାର ପ୍ରଦାନ କରାଇବାରେ ସହାୟକ ହୋଇଥାନ୍ତି। ଆପୋଷ ଆଲୋଚନା ମାଧ୍ୟମରେ ବିଭିନ୍ନ ମାମଲାର ଫଇସଲା କରିବାରେ ଆଇନଜୀବୀଙ୍କର ମଧ୍ୟ ବଡ଼ ଭୂମିକା ରହିଛି। ଆଜିର ଦିବସରେ ଆଇନଜୀବୀଙ୍କର ଏଭଳି ଉତ୍ସର୍ଗୀକୃତ ଅବଦାନକୁ ସମ୍ମାନ ପ୍ରଦର୍ଶନ କରାଯିବା ସହ ଏହା ମାଧ୍ୟମରେ ଆଇନ ପେସାର ଉଜ୍ଜ୍ୱଳ ତାରକା ମଧୁ ବାରିଷ୍ଟରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇବାର ସମୟ ଆସିଛି। ଆସନ୍ତୁ ଏହି ଦିବସରେ ମଧୁବାବୁଙ୍କ ତ୍ୟାଗ, କାର୍ଯ୍ୟ, ଚିନ୍ତାଧାରା, ବ୍ୟକ୍ତିତ୍ୱ, ନିଷ୍ଠା, ଓଡ଼ିଆ ଜାତି ପାଇଁ ଅବଦାନକୁ ସ୍ମରଣ କରିବା ସହିତ ଆଇନଜୀବୀ ଭାବେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା।